ଆଜିର ଆଲୋଚନା ଚକ୍ରରେ ଉପସ୍ଥିତ ସମସ୍ତ ସନ୍ତାନ ମାନଙ୍କ ପାଇଁ ହୃଦୟରୁ ସ୍ୱାଗତ ଏବଂ ଶୁଭେଚ୍ଛା। ଆଜିର କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଛନ୍ତି ଆମ ସମସ୍ତଙ୍କର ସମ୍ମାନର ଅନୁପମ ଆପା ଏବଂ କାର୍ଯ୍ୟକ୍ରମରେ ସୁନ୍ଦର ଭାବେ ଅଂଶଗ୍ରହଣ କରିଛନ୍ତି ଆଲେଖିକା ଆପା, ରେଣୁ ଆପା, ରେବତୀ ଆପା, ସଙ୍ଗୀତା ଆପା, ପରେ ମମତା ଆପା ଆସିବେ। ସମସ୍ତଙ୍କୁ ଅନେକ ଶ୍ରଦ୍ଧା ଓ ସମ୍ମାନ ବ୍ୟକ୍ତ କରୁଛେ। ଆମେ ଯେଉଁ ସଂକଳିତ ପୁସ୍ତକଟିକୁ ପଢୁଛନ୍ତି ଏଇଟିର ନାଁ ହେଉଛି ଲିଭିଂ ୱିଦିନ୍, ଅନ୍ତର ଜୀବନ। ଅନ୍ତର ଜୀବନର ଆମେ ପୃଷ୍ଠା 64 ପରେ ଅଟକିଥିଲେ। ଡିଷ୍ଟର୍ବାନ୍ସେସ୍ ଅଫ୍ ଦି ଭାଇଟାଲ, ପ୍ରାଣର ବିକ୍ଷୋଭ ବା ପ୍ରାଣର ବିକ୍ଷୁବ୍ଧ ଅବସ୍ଥାର ଗୋଟେ ଉପଶୀର୍ଷକକୁ ନେଇକି ଆମେ ଆଲୋଚନା କରୁଥିଲେ। ସେଟା ହଉଛି କରିବା, ସେଟା ହେଲା ଫିଲିଂସ୍ ଅଫ୍ ଇନଫିରିୟରିଟି। ଆମେ ତା ପୂର୍ବରୁ ଯୋଉ ଉପଶୀର୍ଷକରେ ଆଲୋଚନା କରୁଥିଲେ ସେଟା ଥିଲା ହାଷ୍ଟ ଆଣ୍ଡ ଏଜିଟେସନ। ତା ପୂର୍ବରୁ ଆମେ ପଢୁଥିଲେ ଏଙ୍ଗର, ତା ପୂର୍ବରୁ ପଢୁଥିଲେ ଡିପ୍ରେସନ, ତା ପୂର୍ବରୁ ପଢୁଥିଲେ ବୋରଡମ୍ ଆଣ୍ଡ ଲ୍ୟାକ୍ ଅଫ୍ ଏନର୍ଜି, ତା ପୂର୍ବରୁ ପଢୁଥିଲେ ଭୟ, ଫିୟର। এই ଫିଲିଂସ୍ ଅଫ୍ ଇନଫିରିୟରିଟି ସେଟା ବାସ୍ତବରେ କଣ, ଯାହା ଆମ ପ୍ରାଣକୁ ଆକ୍ରାନ୍ତ କରେ। ସରଳ ଭାବରେ ବୁଝିବା ତାହେଲେ ଏ ପୃଥିବୀରେ ଅନେକ ଲୋକ ଅଛନ୍ତି ଯୋଉମାନଙ୍କର ସେନ୍ସ ଅଫ୍ ବା ଫିଲିଂ ଅଫ୍ ସୁପରିଟି ରହିଛି, ସୁପରିୟରିଟି। ମୁଁ ଭାରି ସ୍ୱତନ୍ତ୍ର, ମୁଁ ବହୁତ ଗୁରୁତ୍ୱପୂର୍ଣ୍ଣ, ମୋର ବହୁତ ମୂଲ୍ୟ ଅଛି ଅନ୍ୟମାନଙ୍କ ତୁଳନାରେ, ମତେ ଅପେକ୍ଷା କରିବ, ମତେ ହଇରାଣ କରିବ, ମତେ ଏମିତି କହିବ। ଇଏ ଗୋଟେ ଫିଲିଂ ଅଫ୍ ସୁପରିୟରିଟି। ଆଉ ଇନଫିରିୟରିଟି କମ୍ପ୍ଲେକ୍ସ ଟା ତାର ଅପୋଜିଟ୍। ସେଥିରେ ଲାଗେ ମୁଁ ଗୋଟେ ହୀନିମାନ, ମୁଁ ଗୋଟେ ନେଉଛୁଣା, ମୋର ଭାଗ୍ୟ ଅତି ଖରାପ, ମୁଁ ଗୋଟେ ଗରିବ, ମୁଁ ଗୋଟେ ଦୟନୀୟ ବ୍ୟକ୍ତି, ମୋ ପାଖରେ କିଛି ପ୍ରତିଭା ନାହିଁ, ମୋ ପାଖରେ କିଛି ଗୁଣ ନାହିଁ, ଯାହାକୁ ଆମେ ଗୋଟେ ବେସିକ ଫିଲିଂ ଅଫ୍ ଇନଏଡିକ୍ୱେସି ଆଣ୍ଡ ଇନସିକ୍ୟୁରିଟି। ବହୁତ ଅସୁରକ୍ଷିତ ଜୀବନ ସେଇଟା ଭଳି ଲାଗେ। ମାନେ ଆମ ଏଇଭଳି ଭାବନା ଗୁଡିକ, ଏଇଟା ଗୋଟେ ସାଇକୋଲୋଜିକାଲ ଆଣ୍ଡ ଫିଜିକାଲ ସର୍ଟକମିଂ ସମସ୍ତଙ୍କ ପାଇଁ। ତେଣୁ ଆମ ବିହେଭିୟର ବି ସେଇ ଅନୁସାରେ ଡିସାଇଡ ହେଇଯାଏ। ଇନଫିରିୟରିଟି କମ୍ପ୍ଲେକ୍ସ ସବୁବେଳେ କମ୍ପାରିଜନ ଉପରେ ବିଶ୍ୱାସ କରେ, ତାର ଅଛି ମୋର ନାହିଁ, ସେମାନେ ସବୁ ଭଲ, ମୋର ସବୁ ଖରାପ। ଏଗୋଟା ଗୋଟେ ନେଗେଟିଭ ଏକ୍ସପିରିଏନ୍ସ। ତାପରେ ଯୋଉମାନଙ୍କର ଟିକେ ଫିଜିକାଲ ଇନଫିରିୟରିଟି ଥାଏ, ମୁଁ ଗୋଟେ କଳା, ମୁଁ ଗୋଟେ ବାଙ୍ଗରା, ମୁଁ ଗୋଟେ ଚନ୍ଦା, ମୁଁ ଗୋଟେ ମୋଟା, ମୁଁ ଗୋଟେ ଅସୁନ୍ଦର, ମୁଁ ଗୋଟେ ବୁଢା ଲୋକ, ମୋର ହାଡରେ ବାକି ଯାଇଛି, କି ମୋର ଦାନ୍ତ ପଡି ଯାଇଛି, ମୋର ବାଳ ପାଚି ଯାଇଛି, ସବୁ ଏଇଭଳି ସେନ୍ସ ଅଫ ଫିଜିକାଲ ଇନଫିରିୟରିଟି ବି ରହିଛି, କମ୍ପାରିଜନ ରୁ ଆସେ। ତାପରେ ସୋସିଆଲ ଇଣ୍ଟରାକ୍ସନ, ଲଭ ଆଣ୍ଡ ଆଫେକ୍ସନ ରେ ମଧ୍ୟ ରିଲେସନସିପ ରେ ଏଇ ନ୍ୟୁନତାଟି ଆସେ। ତେଣୁ ଆକୁ କଣ ତାକୁ ଯଦି ଅନୁବାଦ କରିବା ବାସ୍ତବରେ ସେଟା କଣ?
of infinity ଗୋଟେ ନ୍ୟୁନ ଭାବ, ହୀନତାର ଭାବନା। ମୁଁ ହେଲି ଗୋଟେ ହୀନ ମଣିଷ, ମୋ ପାଖରେ କିଛି ସୁନ୍ଦରତା ନାହିଁ, ମୋ ପାଖରେ କିଛି ଗୁଣ ନାହିଁ, ଏଇ ପ୍ରକାର ଭାବନା ଗୁଡ଼ିକୁ ଆମେ କହୁଛୁ ମାତା। ଏବେ ଆମେ ମାଙ୍କ ଆଲୋଚନାକୁ ଯିବା। ମା ଏ ସମ୍ପର୍କରେ ଭଲ୍ୟୁମ 4 କମ୍ପ୍ଲିଟ ୱାଟ୍ସଆପ୍ ମଦର ଭଲ୍ୟୁମ 4 ପୃଷ୍ଠା 262 ଲେଖୁଛନ୍ତି, if you want to do something well, whatever it may be, ଯଦି ତମେ ଚାହୁଁଛ କିଛି ଗୋଟେ ଭଲ କଥା କରିବ, ସେ କଥାଟି ଯାହା ବି ହେଇଥାଉ, any kind of work, କୌଣସି ବି କାର୍ଯ୍ୟ, the least thing, ଅତି କମରେ ଆମେ ସବୁ କଣ କରୁ? ପ୍ଲେ ଏ ଗେମ୍, ଜଣେ ଗୋଟେ ଖେଳ ଖେଳୁଛି, ରାଇଟ୍ ଏ ବୁକ୍, ଗୋଟେ ବହି ଲେଖୁଛି, ଡୁ ପେଣ୍ଟିଂ, ଗୋଟେ ଚିତ୍ର ଆଙ୍କୁଛି, ଅର୍ ମ୍ୟୁଜିକ୍, ଗୋଟେ ଗୀତ ଗାଉଛି, ଅର୍ ରନ୍ ଏ ରେସ୍, ଆପଣ ଗୋଟେ ଦୌଡ଼ ପ୍ରତିଯୋଗିତାରେ ଦୌଡୁଛନ୍ତି, ଏନିଥିଙ୍ଗ ଏଟ୍ ଅଲ୍, କିଛି ବି। ଆମେ ସମସ୍ତେ ଚାହୁଁ ଏଟା ଆମେ ଭଲ କରି କରୁ। ଆମେ ଯାହା କିଛି କରୁଛନ୍ତି, ଏପରିକି ଆମେ ରାନ୍ଧିଲା ବେଳେ ଚାହୁଁଛୁ ଆମେ ଭଲ ରାନ୍ଧୁ। If you want to do it well, ଯଦି ତମେ ବାସ୍ତବରେ ତାକୁ ଭଲ କରି କରିବାକୁ ଚାହୁଁଛ କାର୍ଯ୍ୟଟିକୁ, you must become what you are doing. ଆମେ ଯେଉଁ କାର୍ଯ୍ୟଟିକୁ କରୁଛନ୍ତି ତାହା ବି ଉଠିବା, ତାହା ମାନେ କର୍ମ ସହିତ ଆମର ଏକାତ୍ମତା ହିଁ ଆସିବ। ଆପଣ ଜଣେ ଖେଳାଳି ହେଇ ପଡିବେ, ନିଜେ ଲେଖକ ହେଇଯିବେ, ଜଣେ ପେଣ୍ଟର ହେଇଯିବେ, ଜଣେ ମ୍ୟୁଜିସିଆନ ହେଇଯିବେ, ଜଣେ ଆଥଲେଟ୍ ହେଇଯିବେ, ଯାହା ହଉ କାର୍ଯ୍ୟଟି ଆପଣ କରୁଛନ୍ତି ସେଇ କାର୍ଯ୍ୟ ସହିତ ପୁରା ଏକାତ୍ମ ହେଇଯିବା, ତା ମଧ୍ୟରେ ମିଶିଯିବା। What you are doing, ଯୋଉ କର୍ମଟି କରୁଛୁ, you must become what, and not remain a small person looking at himself doing it. ସେତେବେଳେ ଆପଣ ଗୋଟେ କ୍ଷୁଦ୍ର ମଣିଷ ହେଇଯିବେ ନାହିଁ। Not remain a small person looking at himself doing it. ଆମେ କଣ କରୁ? ଏଇ ଯୋଉ ନ୍यूनତାର ଭାବନାଟାକୁ ଆମେ କହିବା ମୋ ପାଖରେ ତ କାହିଁ ନାହିଁ, କିନ୍ତୁ ଏକଥା ସତ, ଆପଣ କବିତା ଲେଖିଲା ବେଳେ କଣ ରବୀନ୍ଦ୍ରନାଥଙ୍କ ଭଳି ଅନୁଭବ କରନ୍ତି ନା W.B. Yeatsଙ୍କ ଭଳି ଅନୁଭବ କରନ୍ତି? ଆମେ ନିଜକୁ କେମିତି କଣ କ୍ଷୁଦ୍ର ମନେ କରୁ, ସ୍ମଲ୍ ପର୍ସନ। ଆମେ ଯାହା କାର୍ଯ୍ୟଟି କରୁଛୁ ତାକୁ ବେଶୀ ଦେଖୁ, ଲୁକିଂ ଏଟ୍ ହିମସେଲ୍ଫ ଡୁଇଂ ଇଟ୍, କର୍ତ୍ତା ଭାବ ଆସିଯାଏ, ମୁଁ ଏ କାମଟି କରୁଛି, ମୁଁ ଏ ଗୀତଟି ଗାଉଛି। ତେଣୁ ଯେତେବେଳେ କାର୍ଯ୍ୟଟି କରୁଛେ, ଆମେ କାର୍ଯ୍ୟ ସହିତ ଏକାତ୍ମ ହେଇଯିବାର ପ୍ରଶ୍ନ ଉଠେ ନାହିଁ, ବରଂ ଆମେ ସେ ଜାଗାରେ ଗୋଟେ କ୍ଷୁଦ୍ର ବ୍ୟକ୍ତି ସତ୍ତା ହେଇଯାଉ, ଯିଏ କାର୍ଯ୍ୟଟି କରୁଛି ବୋଲି ସେ କାର୍ଯ୍ୟଟିକୁ ମୂଲ୍ୟାୟନ କରୁଥାଏ। But if one looks at oneself acting, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ଆପଣଙ୍କୁ ମାଟି କହୁଛନ୍ତି, ଆପଣ ଗୋଟେ ଅଭିନୟରେ ଅଭିନୟ କରୁଛନ୍ତି, ରାଜା ଭୂମିକାରେ, ଆପଣ ରାଜା ଚରିତ୍ର ସହିତ ଏତେ ବେଶୀ ଏକାତ୍ମ ହେଇଯିବେ, ଆପଣ ଅଭିନୟ କରୁଛନ୍ତି ବୋଲି ଭୁଲିଯିବେ। ଆଉ ଯଦି ଆପଣ ଗୋଟେ କ୍ଷୁଦ୍ର ମାନବ ସତ୍ତା ହେଇକିରି କହିବେ ମୁଁ ହିଁ ଅଭିନୟ କରୁଛି ରାଜା ଭୂମିକାରେ, ବର୍ତ୍ତମାନ ମୁଁ ମୋ ଚରିତ୍ର ଠାରୁ ଭିନ୍ନ ଅଛି, ମୋ କର୍ମ ଠାରୁ ମୁଁ ଭିନ୍ନ ଅଛି, ଆପଣ ନିଜେ ନିଜର ମୂଲ୍ୟାୟନ କରିବେ, ଦେଖ ମୁଁ ରାଜା ଭୂମିକାରେ ଅଭିନୟ କରୁଛି, ମୋ ନିଶଟା ଠିକ ଅଛି କି ନାହିଁ, ମୋ ମୁକୁଟଟା ଠିକ ଅଛି କି ନାହିଁ, ମୋର ବେଶ ପୋଷାକ ଠିକ ଅଛି କି ନାହିଁ, ମତେ ଲୋକମାନେ ଠିକ ସେ ଗ୍ରହଣ କରୁଛନ୍ତି କି ନାହିଁ। ତାହେଲେ
ଆପଣ one is ତାପରେ ମା କହୁଛନ୍ତି one is still in complicity with the ego. ଆପଣ ଅହଙ୍କାର ମଧ୍ୟରେ ପଡ଼ିଛନ୍ତି। ଖାଲି ଅହଙ୍କାର ମଧ୍ୟରେ ନାହାନ୍ତି, ଅହଙ୍କାରର ଜଟିଳତା ମଧ୍ୟରେ ଅଛନ୍ତି। ଅର୍ଥାତ୍ ଆପଣ କ୍ଷଣକ ପାଇଁ କର୍ମ ଭିତରେ ଭୁଲି ଯିବେ ଯେ ୟୁ ଆର୍ ସମଥିଙ୍ଗ। ଆପଣ ଜଣେ କର୍ତ୍ତା, ଆପଣ ଅମକେ, ଆପଣଙ୍କ ଘର ଏଇଠି, ସେମିତି ଯଦି ହବ ତାହେଲେ ଆମେ ନିହାତି ପକ୍ଷରେ କର୍ତ୍ତା ଭାବଟି ରହିବ ଆଉ ଆମେ ଗୋଟେ ଅହଙ୍କାରର ଅପରାଧ ଭିତରେ ପ୍ରବେଶ କରିବା କମ୍ପ୍ଲିସିଟି ଭିତରେ। ଏ କଥାକୁ ଆମେ ତାକୁ କିପରି ଅନୁଭବ କଲେ ବା ସେଭଳି ଆମେ କର୍ମ କରନ୍ତି କି କଣ କରନ୍ତି ନାହିଁ ସେ କଥାର ମୂଲ୍ୟାୟନ ଆମେ ନିଜେ କରିଦେଇପାରିବା। If in oneself one succeeds in becoming what one does, it is a great process, progress. ତାହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଜଣେ ଯାହା କରୁଛି ଯଦି ସିଏ ସେଇଟା ହେଇପାରୁଛି ତା ସହିତ ସେ କର୍ମ ଭିତରେ ନିଜକୁ ମିଶେଇ ଦେଇପାରୁଛି ତାହେଲେ କଣ ହେଇପାରିବ ନା one success in becoming what one does, it is a great progress. ଏଇଟା ବହୁତ ବଡ଼ ଗୋଟେ ବଡ଼ ପ୍ରଗତି ଭାବରେ ନିଆଯିବ, ବଡ଼ ପ୍ରଗତି। ଏବଂ ଆମେ ଏଥିରେ କର୍ମ ସହିତ ନିଜକୁ କିଭଳି ସାମିଲ କରାଯିବ, ନିଜକୁ କର୍ମଠାରୁ ଆପଣ ଭିନ୍ନ ହେବେ ନାହିଁ, କର୍ମ ଓ କର୍ତ୍ତା ମଧ୍ୟରେ କିଛି ପାର୍ଥକ୍ୟ ରହିବ ନାହିଁ, ଏଭଳି ଗୋଟେ ଅବସ୍ଥା ପ୍ରାପ୍ତ ହେବା ଏତେ ସହଜ ବି ନୁହେଁ। ତାପରେ in the least little details one must learn this, ଆପଣଙ୍କୁ ଏଟା ଶିଖିବାକୁ ପଡିବ। ମା ସେଟାକୁ ଟିକେ ବିସ୍ତାରିତ ଭାବରେ କହିବାକୁ ଚେଷ୍ଟା କରୁଛନ୍ତି ଅଳ୍ପ। ଗୋଟେ ମଜାଦାର ଉଦାହରଣ ନିଅନ୍ତୁ, take a very amusing instance। କଣ ମଜାଦାର ଦୃଷ୍ଟାନ୍ତଟି? You want to fill a bottle from another bottle। ଗୋଟିଏ ବୋତଲକୁ ତମେ ପୂର୍ଣ୍ଣ କରିବାକୁ ଚାହୁଁଛ କୋଉଠୁ ନା ଆଉ ଗୋଟେ ବୋତଲ। You concentrate from, you try it as a discipline, as a gymnastic। ଆମେ ପ୍ରଥମେ ଏକାଗ୍ର ହେଲେ, ଆମେ ଜଣେ ଛାତ୍ର ଭାବରେ ବା ଜଣେ ଜିମ୍ନାଷ୍ଟିକ ଭାବରେ ପ୍ରସ୍ତୁତ ହେଉଛନ୍ତି। well, as long as you are the bottle to be filled, the bottle from which one pours and the moment of pouring, as long as you are only this, all goes all। ମାନେ ସେ ଏକାଗ୍ରତାଟା ଏପରି ଆମେ କଣ ହବା ନା as long as you are the bottle to be filled, ଯୋଉ ବୋତଲଟି ପୂର୍ଣ୍ଣ କରାଯିବ ଆପଣ ହେଉଛନ୍ତି ସେଇ ବୋତଲ, ଯୋଉ ବୋତଲରୁ ଏଟା ପୂର୍ଣ୍ଣ କରାଯିବ, the bottle from which one pours, ଆଉ ଏ ଯୋଉ pouring
जो गोटे बोतल रू आउ गोटे बोतल को ढला जाउछि से प्रोसेस टा भी आपण निजे जो पोरिंग रो मोमेंट होछि जो गति होछि सेटा आपण निजे एज लॉन्ग एज यू आर ओनली दिस जेते पर्यंत तमे एहा अट ऑल गोज वेल सब कथा ठीक चलियो जदि unfortunately you think at a given moment गोटे मुहूर्त रे तमे जदि दुर्भाग्यजनक भाव रे मने कलो if unfortunately you think it at a given moment it is getting on well এটা बढ़िया की चली आई एम मैनेजिंग वेल मुझे बढ़िया कि कमटी को दिस द नेक्स्ट मिनिट इट स्पिल्स ओवर पर मुहूर्त भी ये जिनस गुड़िक कौन हो गड़बड़ मैं कौन हो पानी गुड़ा पड़ज जहाँ भी आप ढालुंट बोतल एकाग्रता एकात्मता ये गोटे गंभीर विषय को कह जदि जने टिके पशपट है और इफ यू वांट टू डू दी वर्क प्रॉपर्ली यू मस्ट बिकम दी वर्क से कथाटी को आउ थे कहते जे जदि आमे कौन सी बाटरे भाविदेले जे मो एटा भल कामटी होउछि भल करि पारुछि ताले एटा सबु माने बोतल रो जो पानी पड़िबाटा यार साडे हो जाए ठीक से पड़े नहीं इट इज द सेम फॉर एवरीथिंग एटा सबु कथा पई से समान कथा फॉर एवरीथिंग सबु कथा पई तेणु कर्म हेउछि श्रृंखलार गोटे सुंदर माध्यम दैट इज वाई वर्क इज ए गुड मीन्स ऑफ डिसिप्लिन और इफ यू वांट टू डू दी वर्क प्रॉपर्ली यू मस्ट बिकम दी वर्क बारंबार से कथाटी कह जाउछि आमे छोट दिन पाठ पढ़ुले जिते से बही भितर आम बुड़ी जाती आम पढ़ी पकाती और जब भाविद जे 9टा बाजिला आउ 2 मिनिट पर रखीदे से पढ़ी पारे जो पर्यंत कर्म भितर आपण एब्जर्व हो जाई नाहंती कर्म भितर तल्लीन हो जाई नाहंती कर्म भितर मिसी जाई पारि नाहंती if you do the work properly you must become the work instead of being someone who works आपण अनेक समय कर्ता ही पड़ते आपण से लोक हो जाती जे कर्म करुछि बोली भावे बेले बेले भाबू जे मो नथिले कामटा किए करिवो ये भावना बहु लोकों भीतर रही बहुत लोकों भीतर तो कमन आ मु अच्छी बोली काम गुड़िक होउछि मु नथिले कौन बनता मु तो एते दायित्व नहीं एते कथा सब मंडू आनी मो मो व्यक्ति कौन हम तामाने से भी गोटे कर्ता भाव आपण कर्म ठारू अलग अच्छा से गुड़िक कौन करे ना अदरवाइज यू विल नेवर डू इट वेल से गुड़िक आम कार्यटी को यथार्थ भाव में संपन्न होबारे सहयोग करे ना बेले आम तो नुआ नुआ साइकिल चढ़ा शिखुलु छोट बेले मु बहुत डेरी रे साइकिल चढ़ा शिखिली 10म एकादश आड़ साइकिल बसिक भावे मु केते उच्चा रे बसछि आपण सेटा भाबिला माने गड़ी पड़े किंतु मो साइकिल चलाऊँ बड़ा आनंद लगुच खुशी अच्छी किसी हेनी असुविधा हम जो पर्यालोचना करेंगे
आगरे किए अच्छी पछरे किए अच्छी कौन हम मु एते उच्चार अच्छी मु जाऊची मु ठीक से चली पड़ुची कि नहीं ये सेंस गुड़िक आसिया मात्रे आपण को असुविधा हो से कथा पे कही सारी बोतल गोटे उदाहरण गोटे बोतल रु आउ गोटे बोतल को किसी ढाला बेले जदि कर्म सहित आपण एकात्म अच्छा जो बोतल रे पानी जहाँ भी तरल पदार्थ ढला जाऊँ बोतल जो ढला जाऊँ से मोमेंट अपुरी जो प्रोसेस आपण ढालिबार पद्धति होचंदी आपण ताहले कर्मटी ठीक हो जदि भाविदेव एटा भूल मु एटा ठीक से करि परछि जाओ बढ़िया कि हला सही समय रे फेलुअरटा आसी किसे आने तेने पड़ीजु से कथाटी को उदाहरण भाव नहीं कि अम्यूजिंग इंस्टेंस भाव से कहते यार ये सब सत्य सब सत्य एवं पुणी कहुच्छी जे कर्म हेउछि श्रृंखलार एक सुंदर माध्यम और इफ यू वांट टू डू द वर्क प्रॉपर्ली यू मस्ट बिकम द वर्क जदि कार्यटी को तमे भल भाव करने को चाहूछ ताले तमे निजे कार्य होई उठ इनस्टेड ऑफ बीइंग समवन हु वर्क्स जे काम करूछि बोली भाबुछि मु जने कर्ता बा मु जने कर्मी एपरि भाबिले अदरवाइज विल बिकम नेवर डू इट वेल एटा हमें भल भाव करि परिबा नहीं इफ यू रिमेन समवन हु वर्क्स आमे एठी अटकी जाऊ आमे सेठी अटकी आमे रही जाऊ कौन है कि ना समान हुआ मु होछि सेही लोक जे कार्य करूछि मु सेही लोक जे कार्य करूछि एंड बिसाइड्स इफ योर थॉट्स गो भेगाबंडिंग भेगाबंड बटे आमे यूज करू ये शब्दटी को ये गोटे भेगाबंड कि कौन भाव आमे बोधे भेगाबंड ओडिया रे भेगा को इंग्राजी रे ट्रांसलेशन ट्रांसलेशन होची सही भेगा किंतु हिंदी रे तार शब्दटी होची आवारा माने मावरिक जे सबले बुलु थाए गोटे स्ट्रोलर कहते ना आवारा पशु एने तेने बुलुची पशु मान को केवे भेगा पशु कहू जे एड़े साड़े बुले बंजारा भली बा जाजावर भली आज एठी अच्छी काले सेठी अच्छी भेगाबण माँ ये भेगाबण शब्दटी को यूज करछंती भार भाव इफ योर थॉट्स गो भेगाबंडिंग तम चिंता गुड़िक जदि आवारा हो भाई भणी मैंने आम मान भितर आम चिंता केते जनकर भेगाबंडिंग केते जनकर आवारा आज एबे चिंता टी अच्छी तो चिंताटा 5 मिनिट पर आउटे कोठी अच्छी 5 मिनिट तो बहुत दूर 5 सेकेंड पर आउटे कोठी अच्छी कर्म मध्य तल्लीन हुए ना माँ जो कथाटी कहते एत गोटे निरुता कथाटे एत मौलिक कथाटे जेटा को आम नमस्ते निजे अनुभव करछु मन करतु जो दिन गोटे विश्वास सहित परिस्थिति गोटे जो डेलीवरेशन टी मन कर आम पाठ चक्र आम सबुदिन माँ कथा गुड़िक प्रभुंर कथा गुड़िक पढ़ुं जदि आपण ता भीतर तल्लीन होगले ताले आपण समय जानीपर जदि तल्लीन न होती आपण समय देखुए ये 10:45 है ना 8:45 है कि 8टा है 9टा है आउ केते समय रहा केते सर जी विषय अच्छी से सर कि पूरा
କି ଅଧାରେ ରହିଯିବ। ଆପଣ ଏଭଳି ଭାବିଲେ ମାନେ ଆପଣ କର୍ମ ଠାରୁ ବିଚ୍ଛିନ୍ନ ହେଇଗଲେ। ସେଥିପାଇଁ କୁହାଯାଉଛି କର୍ମ ଏକ ବିରାଟ ସାଧନା। ଯଦି କର୍ମ ସହିତ ଆପଣ ତଲ୍ଲୀନ ହେଇଯାଉଛନ୍ତି, ତଦ୍ଭାବରେ ରହୁଛନ୍ତି, ତାଦାତ୍ମ୍ୟରେ ରହୁଛନ୍ତି। ଏ ତଦ୍ଭାବ ଶବ୍ଦଟି ଏଇଟା ମୁଁ ଆପେ ଆପେ ଆସିଲା ଏବେ, ମାନେ ଯୋଉ କର୍ମଟି କରୁଛନ୍ତି ଆପଣ ସେଇ ଭାବରେ ରହିଛନ୍ତି, ତଦ୍ଭାବ। ଇଫ୍ ୟୁ ରିମେନ୍ ସମନ୍ ୱାର୍କସ୍, ଆମେ ଯଦି କହିବା ମୁଁ ହିଁ କର୍ତ୍ତା, ମୁଁ ହିଁ କର୍ମ କରୁଛି, ଆମ ଚିନ୍ତା ଗୁଡ଼ିକ ଆୱାର ହେଇଯିବ, ଭେଗାବଣ୍ଡ ହେଇଯିବ। Then you may be sure that if you are handling fragile things, they will break. ତମେ ସିଓର ହେଇଯାଅ ଯେ ତମେ ଯଦି କୌଣସି ଭଙ୍ଗୁର ଜିନିଷକୁ ହ୍ୟାଣ୍ଡଲିଂ କରୁଛ, କୌଣସି ଭଙ୍ଗୁର ଜିନିଷଟାକୁ ତମେ ବ୍ୟବହାର କରୁଛ, ତାହେଲେ ସେଟା ବ୍ରେକ୍ ହେଇଯିବ, ଭାଙ୍ଗିଯିବ। ଗୋଟେ ସୁନ୍ଦର ଉଦାହରଣ ଆମେ ନେଇପାରିବା। ଆପଣ ବି ଦେଖିଛନ୍ତି, ମୁଁ ବି ଦେଖିଛି, ଟିଭିରେ ବି ଦେଖିଥିବା, କୋଉଠି ସାମ୍ନାରେ ବି ଦେଖିଥିବା ପ୍ରତ୍ୟକ୍ଷ ଭାବରେ। ନଦୀ ଘାଟକୁ ଯୋଉଠି ପାଣିର ସୁବିଧା ନାହିଁ, ସେଠି ମା ଭଉଣୀ ମାନେ ଯାଆନ୍ତି ପାଣି ଆଣିବା ପାଇଁ, ବିଶେଷ କରି ଟ୍ରାଇବାଲ ବେଲ୍ଟରେ। 3ଟା 4ଟା କଳସ ଧରିକି ତାଙ୍କ ମୁଣ୍ଡରେ ଗୋଟେ ଉପରେ ଗୋଟେ ବସେଇକି ତାଙ୍କ ଛୁଆକୁ ଧରିକି ସେମାନେ ଚାଲିଥିବେ ଆରାମସେ, ମାଇଲ୍ସ ଟୁଗେଦର, ମାଇଲ୍ସ ଚାଲିପାରିବେ। କାହିଁକି କହିଲେ? ସେମାନେ ତାଙ୍କ କର୍ମଟାକୁ ଠାରୁ ବିଚ୍ଛିନ୍ନ ନୁହନ୍ତି। ସେମାନେ ଏକାଗ୍ରତାଟି ତାଙ୍କ କର୍ମଟି ସହିତ ସେମାନେ ଏତେ ମିଶିକି ଅଛନ୍ତି, ସେମାନେ ଭାବୁନାହାନ୍ତି ଯେ ଏଟା ପଡିଯିବ, ମୁଁ ଏଟା କରୁଛି। ତାଙ୍କ କଳସୀ ଗୁଡିକ, ତାଙ୍କ ମାଠିଆ ଗୁଡିକ ତାଙ୍କ ନିଜ ଶରୀର ଠାରୁ ଭିନ୍ନ ନୁହେଁ। ଏକ୍ଜାକ୍ଟଲି ମା ସେ କଥାଟା କହୁଛନ୍ତି, ଯେତେବେଳେ ଆମ ଚିନ୍ତା ଆଡେ ସାଡେ ଯିବ, ୟୁ ମେ ବି ସିଓର, ତମେ ସିଓର ହେଇଯାଅ, ନିଶ୍ଚିତ ହେଇଯାଅ ଯେ ଇଫ୍ ୟୁ ଆର୍ ହ୍ୟାଣ୍ଡଲିଂ ଫ୍ରାଜାଇଲ ଥିଙ୍ଗସ୍, ଦେ ୱିଲ୍ ବ୍ରେକ୍। ମାଠିଆ ଗୁଡିକ, କଳସୀ ଗୁଡିକ ଗୋଟେ ଫ୍ରାଜାଇଲ ଥିଙ୍ଗ, ସେ ଭାଙ୍ଗିଯିବ। ଯଦି ତମେ ରାନ୍ଧୁଥିବ, ଇଫ୍ ୟୁ ଆର୍ କୁକିଂ, ୟୁ ୱିଲ୍ ବର୍ନ ସମଥିଙ୍ଗ, କିଛି ପୋଡିଦବ। ପିଆଜ ପୋଡିଯିବ, ନା ଲଙ୍କା ପୋଡିଯିବ, ରସୁଣ ପୋଡିଯିବ, କଣ ଗୋଟେ ପୋଡିଯିବ। ଅର୍ ଇଫ୍ ୟୁ ଆର୍ ପ୍ଲେଇଂ ଏ ଗେମ୍, ତମେ ଯଦି ଖେଳୁଛ, ୟୁ ୱିଲ୍ ମିସ୍ ଅଲ୍ ଦି ବଲ୍ସ। ଆପଣ ଦେଖିବେ ଗୋଟେ ଗୋଟେ ବ୍ୟାଟ୍ସମ୍ୟାନ ଦିନେ 0 ହେଇଯାନ୍ତି, ଆଉ 20 ଦିନେ, ଆଉ ଦିନେ 100, ଆଉ ଦିନେ ସେ ନଟ୍ ଆଉଟ୍। ତାର କାରଣ କଣ ଅଛି? ତାମାନେ ତାର କର୍ମର ତାଦାତ୍ମ୍ୟ। ସେ ଯଦି ନିଜେ କ୍ରିକେଟ ହେଇଯିବ, ସେ କୌଣସି ବଲ୍ ମିସ୍ କରିବନି। ସେ ଯଦି ନିଜେ ଫୁଟବଲ ହେଇଯିବ, ଧ୍ୟାନଚାନ୍ଦ ସେ ନିଜେ କ୍ରିକେଟ ନିଜେ ହେଇଯାଉଥିଲେ ହକି, ସେ ଗୋଟେ ବଡ ଅପୂର୍ବ କଳା। ଏଇଟା ତ ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହେଁ। ମା ଏଇଭଳି ନୂତନ ଚିନ୍ତା ଗୁଡିକ ଆମ ଭିତରକୁ ଆଣିପାରନ୍ତି। ଏଇ ଦିଗରେ ଆମେ କେହି ଚିନ୍ତା କରିନାହାନ୍ତି। ଆମେ 1000 ଥର ରାନ୍ଧୁଛନ୍ତି, କିନ୍ତୁ ରାନ୍ଧିବାଟା ଯେ ତା ସହିତ ତାଦାତ୍ମ୍ୟ ହେଇହବ, ଏକାତ୍ମ ହେଇହବ, ତଦ୍ଭାବରେ ରହିହବ, ଏଇଟା ଆମେ ଜାଣିନାହାନ୍ତି। ଆମେ ଖେଳନ୍ତି, କିନ୍ତୁ ଖେଳିବାରେ ଏଇଟା ଗୋଟେ ସାଧନା, ସେ କଥାଟା ବି ଆମେ ଜାଣନ୍ତି ନାହିଁ। It is here in this that work is a great discipline. ପୁଣି ଥରେ କହୁଛନ୍ତି, କର୍ମ ହେଉଛି ଏକ ମହାନ ସାଧନା। କର୍ମ ହେଉଛି ଏକ ମହାନ ସାଧନା। For if you truly you want to do it well, this is the only way of doing it. କୌଣସି କାର୍ଯ୍ୟକୁ ଭଲ ରୂପେ କରିବାକୁ ହେଲେ ଆପଣଙ୍କୁ ବାସ୍ତବରେ ସେ ତାହା ହିଁ ହୋଇ ଉଠିବାକୁ ପଡିବ। ଆପଣ ଶିକ୍ଷକତା କରୁଛନ୍ତି,
ଶିକ୍ଷକ ହେବାକୁ ପଡିବ, ଶିକ୍ଷା ହେବାକୁ ପଡିବ। ଆପଣ ବୈଜ୍ଞାନିକ ହେବାକୁ ଚାହାନ୍ତି, ବିଜ୍ଞାନ ହେବାକୁ ପଡିବ। ଆପଣ କବି ହେବାକୁ ଚାହାନ୍ତି, କବି ହେବାକୁ ପଡିବ। କବିତା ଲେଖିବାକୁ ଯଦି ଚାହାନ୍ତି, ଆପଣ ନିଜେ ବକ୍ତା ହେବାକୁ ଚାହାନ୍ତି ତ ବକ୍ତବ୍ୟ ହେବାକୁ ପଡିବ। ଆପଣ ନିଜେ ଗୋଟେ କଣ୍ଟେଣ୍ଟ। ଆପଣ ଦେଖିବେ ଆମ ଦେଶରେ ଛୋଟ ନେତା ବଡ ନେତା ଅଛନ୍ତି, କଣ ଫରକ କୋଣ? ଜଣେ ଯେତେବେଳେ ତା କର୍ମ ହୋଇ ଉଠେ ସେ ସାଧକ ହୋଇଯାଏ। ଆମେ ଭାବିବା ଉଚିତ ନୁହେଁ ଯେ ରାଜନୀତିରେ ସବୁ ୱିକେଡ ମିସିଭ ଲୋକ ଗୁଡା ଅଛନ୍ତି, ଥାଇପାରନ୍ତି, ଅଛନ୍ତି ନିଶ୍ଚୟ, କାରଣ ସେଟା ତ ମନି ମେକିଂ, ପାୱାର ମେକିଂ ବହୁତ ଗୋଟେ ବଡ ସ୍ଥାନ। ବହୁତ ଫାଲତୁ ଲୋକ ଅଛନ୍ତି, କିନ୍ତୁ କିଛି ସାଧକ ବି ରହିଯାଇଛନ୍ତି। ଯଦି ସାଧନାଟା ସେତିକି ମଜବୁତ ନ ହବ, ଆପଣ ସେତିକି ଶକ୍ ଗୁଡିକ ନେଇପାରିବେନି, କାରଣ ସେ ୱାର୍ଲଡଟା ଶକ୍ ର ୱାର୍ଲଡ। ଆପଣ ପଦେ କଥା କହିଲା ବେଳକୁ ଆଲୋଚନା କରିବାକୁ ଆଉ 5,000 ଲୋକ ଅଛନ୍ତି। 5,000 କାହିଁକି, 5 କୋଟି ଲୋକ ଅଛନ୍ତି। ସେମାନେ ଯିଏ ଗୋଟେ ବଡ ୱିଷ୍ଟାଣ୍ଡର ହେଇଥିବ, ଯିଏ ଗୋଟେ ବଡ ଶକ୍ ଅବଜର୍ଭର ହେଇଥିବ, ସିଏ ହିଁ ସେ କାମଟି କରିପାରିବ। ବଡ ସାଧନାର କଥା। ମା ଗୋଟେ ଉଦାହରଣ ଦଉଛନ୍ତି, ଟେକ୍ ସମୱାନ୍ ହୁ ଇଜ ରାଇଟିଂ ଏ ବୁକ୍। ଆମେ ଜଣକୁ ନବା ଯେ ବହି ଲେଖୁଛି, ଫର ଇନଷ୍ଟାନ୍ସ, ଉଦାହରଣ ସ୍ୱରୂପ। If he looks at himself writing the book, you can't imagine how dull the book will become. ସେ ଯଦି କଳ୍ପନା କରିବ ଯେ ମୁଁ ବହି ଲେଖୁଛି, ମୁଁ ବହିର କର୍ତ୍ତା, ତାହେଲେ ସେ ବହିଟା ଡଲ୍ ହେଇଯିବ। ଆପଣ ଭାବନ୍ତୁ ଶ୍ରୀକୃଷ୍ଣଙ୍କ କଥା। ଯଦି ଯୁଦ୍ଧଭୂମିରେ ଶ୍ରୀକୃଷ୍ଣ ଗୀତାର କଥା କହିଛନ୍ତି, ଆଜିର ପୃଥିବୀରେ ବୋଧେ ସବୁଠାରୁ ବେଶୀ ଆଦୃତ ବହି ହେଉଛି ଭଗବତ ଗୀତା। କାରଣ ଭଗବତ ଗୀତା ପ୍ରାୟ ପୃଥିବୀର ସବୁ ଭାଷାରେ ଅନୁବାଦିତ। ହଁ, ସଂଖ୍ୟା ଦୃଷ୍ଟିରୁ ବାଇବେଲ ବେଶୀ ଛପା ଯାଉଛି, ସଂଖ୍ୟା ଦୃଷ୍ଟିରୁ ହୁଏତ କୁରାନ ବି ଅଧିକା ଛପା ଯାଉଥିବ, କାରଣ ସେଇ ଧର୍ମ ଅବଲମ୍ବନକାରୀଙ୍କର ସଂଖ୍ୟା ଅଧିକ। ମୁଁ ସଂଖ୍ୟା କଥା କହୁନାହିଁ, କିନ୍ତୁ ମଚ୍ ଡିସ୍କସ୍ଡ, ଅଧିକ ଆଲୋଚିତ। ଆଚ୍ଛା, ଯଦି କୃଷ୍ଣ ଭାବିଥାନ୍ତେ ଯେ ମୁଁ ଯାହା କହୁଛି ସେଇଟା ଦିନେ ବହିଟିଏ ହବ, ମୁଁ ଜଣେ ବହିର ସ୍ରଷ୍ଟା, ମୁଁ ଗୋଟେ ଶାସ୍ତ୍ରର ସ୍ରଷ୍ଟା, ତାହେଲେ ସେ କାମଟି କରିପାରିନଥାନ୍ତେ। ଯଦି ଡଲ୍ ତ ହବ ବୋରିଂ ବହି। It smells immediately of the small human personality which is there. ତା ଭିତରୁ ଗୋଟେ ଗନ୍ଧ ବାହାରିବ, ସୁଗନ୍ଧ ତ କୁହାଯାଇ ପାରିବନି, ଗୋଟେ ବାସ୍ନା ବାହାରିବ ଇମିଡିଏଟଲି। କଣ ସେ ବାସ୍ନା? ଯେ ଇଏ ଗୋଟେ ଛୋଟ ମନୁଷ୍ୟ ବ୍ୟକ୍ତିତ୍ୱର କଥା କହୁଛି। ଏଇଠି ଗୋଟେ ଛୋଟ ମନୁଷ୍ୟର ବ୍ୟକ୍ତିତ୍ୱ ରହିଛି, କର୍ତ୍ତା ଭାବଟି। ମୁଁ ବହି ଲେଖୁଛି, ଆପଣ ଦେଖିବେ ତ ବଡ ବଡ ବହି ସବୁ ଲେଖା ହେଇଯାଏ। ଆପଣଙ୍କୁ ଯଦି ପଚାରିବେ ଯେ ଆପଣ ସରସ୍ୱତୀ ସମ୍ମାନ ପାଇଲେ କି ବୁକର୍ସ ପ୍ରାଇଜ ପାଇଲେ କି ଆପଣ ନୋବେଲ ପ୍ରାଇଜ ପାଇଲେ, ଆମ ଦେଶରେ ତ ବହୁତ କମ ଲୋକ ନୋବେଲ ପ୍ରାଇଜ ପାଆନ୍ତି। ଆପଣ ଏଇ ପୁସ୍ତକଟି କେମିତି ଲେଖିଲେ? ସେ କଣ କହିବ, ମୁଁ ଲେଖିନି ଆଜ୍ଞା, ମୋ ଦ୍ଵାରା କିଏ ଗୋଟେ ଲେଖେଇ ନେଇଛନ୍ତି। ଏକ୍ଜାକ୍ଟଲି ସେଇ କଥାଟା ସେ କହିବ। ମୁଁ ତ ବସିଥିଲି, ମୋ ଭିତରେ ଏଇ ପ୍ରେରଣାଟା ଆପେ ଆପେ ଆସୁଥିଲା। ଏବେ କହିବେ ନାହିଁ ସେ ମାକୁ ସବୁ ପରିଶ୍ରମ କରିକି ବହୁତ କଷ୍ଟ କରି ସାଧନା କରି ଲେଖିଛି। ଯଦି ସେଟା ସେ କହିବେ, ଇଟ୍ ଲୁଜେସ୍ ଅଲ୍ ଇଟ୍ସ ଭ୍ୟାଲୁ। ବହି ତାର ମୂଲ୍ୟ ହରେଇ ବସିବ। ତେଣୁ ଗୋଟେ ସ୍ମଲ୍ ହ୍ୟୁମାନ ପର୍ସନାଲିଟିର ବାସ୍ନା ସେ ବହି ଭିତରୁ ବାହାରିବ, ଯେ ଗୋଟେ ଛୋଟିଆ ମଣିଷଟେ ବ୍ୟକ୍ତି ସତ୍ତା ଭିତରେ ଏକ ସବୁ ଲେଖିଛି। ନା ତା ଭିତରେ ନିର୍ବ୍ୟକ୍ତିକତା ଅଛି,
ना से गोटे सार्वजनीन सत्य को प्रकाश करि परिछि ता मुटी ता भितर खूब बेसी रे घनीभूत होइकी रहितला बहुत रुचि करी से कर्म भितर मुटी बसिथिला ये गोटे जटिल संकट तेणु आमे कर्म को जो मैंने साधना करने चाहूँ ये कथा को आहरी अवश्य शुणा मुझे पेंटिंग विषय कहते समस्त कथा गुड़िक ये जो लिमिटेशन इन्फीरियरिटी स्मॉलनेस इम्पोर्टेंस से संपर्क में भी खूब व्यापक आलोचना करछंती आमे आलोचना को आगु को नौ आज आमे किसी कथा पढ़िले मां कृपा मां निकट में असीम कृतज्ञता ज्ञापन करवा परम प्रभु निकट में आम असीम कृतज्ञता आपण मान अनेक शुभेच्छा शुभ संध्या वंदे मातरम।